ମା ଆମେ ଆଲୋଚନା କରୁଛନ୍ତି ମାତୃ ରଚନାବଳୀ ଭାଗ 10 ଜ୍ଞାନ 110। ତିନିଟା ତିନି ଥର ଆଲୋଚନା ସରିଛି। ଆଜି ପଢିବା। ଆଉ ପୂର୍ବ ଥର ଯୋଉଠି ସରିଥିଲା ମା କହିଲେ ଯେଉଁମାନଙ୍କର ନିଜସ୍ୱ ଅନୁଭବ ନଥାଏ ସେତେବେଳେ ଆଉ ଜଣେ ବ୍ୟକ୍ତିର ଅନୁଭବ ତୁମକୁ କୌଣସି ପ୍ରତ୍ୟୟ ଦେଇପାରେ ନାହିଁ। ଯୋଉଟା ଆଲୋଚନା କରିଥିଲେ ତାର ଶେଷ ପାରାଗ୍ରାଫର ସାରାଂଶ ଥିଲା ଯେତେବେଳେ ତୁମର ନିଜର ସେଇ ଅନୁଭବଟି ନଥାଏ ସେତେବେଳେ ଆଉ ଜଣେ ବ୍ୟକ୍ତିର ଅନୁଭବ ତୁମକୁ କୌଣସି ପ୍ରତ୍ୟୟ ଦେଇପାରେ ନାହିଁ। ଏହା ତୁମ ମନରେ ଆଦୌ କୌଣସି ପ୍ରତ୍ୟୟ ଜନ୍ମାଏ ନାହିଁ। ତାପରେ କହୁଛନ୍ତି ଏଠାରେ ଜଡ଼ ଉପରେ କାର୍ଯ୍ୟ କରିପାରୁଥିବା ଏକ ସାମର୍ଥ୍ୟର ସେତେ ବେଶୀ ପ୍ରଶ୍ନ ଉଠୁନାହିଁ। ସେ କଥା ତ ସତତ ଘଟିବାରେ ଲାଗିଛି, ମାତ୍ର ଯେ ପର୍ଯ୍ୟନ୍ତ ସମ୍ମୋହନକାରୀ ପଦ୍ଧତି ଗୁଡ଼ିକୁ ବ୍ୟବହାର କରା ନ ଯାଇଛି ମାତ୍ର ସେଗୁଡ଼ିକର କୌଣସି ମୂଲ୍ୟ ନାହିଁ। ସେଗୁଡ଼ିକ ଆଦୌ କୌଣସି ବାଟ ଦେଖାଇ ପାରନ୍ତି ନାହିଁ। ଏହା ହେଉଛି ବୋଧ ଶକ୍ତିକୁ ଉନ୍ମୋଚିତ କରାଇ ଆଣିବାର ଏକ ସାମର୍ଥ୍ୟ, ମାତ୍ର ତାହା କରିପାରିବା ଅତ୍ୟନ୍ତ କଷ୍ଟକର। ଆମେ ଯେଉଁ ବିଷୟଟିକୁ ଅନୁଭବ କରିନାହୁଁ ଆମ ଲାଗି ସେହି ବିଷୟଟିର ଆଦୌ କୌଣସି ଅସ୍ତିତ୍ୱ ନାହିଁ। ଉଦାହରଣ ଦେଇକି କହିଲେ ଯେ ଆମେ ଯୋଉମାନେ ସମ୍ମୋହନକାରୀ ପଦ୍ଧତି ବି ବ୍ୟବହାର କରୁଛନ୍ତି, ଯେ ପର୍ଯ୍ୟନ୍ତ ତାକୁ ବ୍ୟବହାର ନ କରିଛନ୍ତି ତେବେ ତାର କଣ ତମେ ଜାଣିପାରିବ। ଆଉ ଯୋଉଟା ଅନୁଭବ କଥା କହିଲେ, ଯୋଉଟା ପୂର୍ବରୁ କହିଥିଲେ ଯେ ମୁଁ ପ୍ରକୃତରେ ଦେଖିଛି ଯେ ସବୁବେଳେ ତାହା ଘଟିବାକୁ ଯାଉଛି, ଯାହା ଘଟିବାକୁ ଯାଉଛି ତାହା ହିଁ ଘଟୁଛି ଏବଂ ଚେତନାର ଯୋଉ ସ୍ତରରେ ଯିଏ ରହିଛି ତା ପାଇଁ ଏକ ନିର୍ଦ୍ଦିଷ୍ଟ ଭାବରେ, ପୁରା ନିର୍ଦ୍ଦିଷ୍ଟ ଭାବରେ ଘଟଣା ତା ପାଇଁ ଘଟୁଛି। ମା କହିଲେ ଜଡ ଉପରେ ଏଇ ଯୋଉ କାର୍ଯ୍ୟଟି ଏଟା ଅନବରତ ଘଟୁଛି, ତେଣୁ ସେଥିପାଇଁ ସାମର୍ଥ୍ୟ ଅଛି ନ ଅଛି ତାର କିଛି ପ୍ରଶ୍ନ ଏଠି ଦରକାର। ତାପରେ ଏଠି ଯୋଉ କହିଲେ ଯେ ତୁମର ପ୍ରତ୍ୟୟ ହେବ ନାହିଁ, ସେ କଥାକୁ ନେଇକି ତା ପର ପାରାଗ୍ରାଫରେ କହୁଛନ୍ତି ଯେତେ ପ୍ରକାରର ତମ ଚକ୍ଷୁ ସମ୍ମୁଖରେ କୌଣସି ଅଲୌକିକ ଘଟଣା ଘଟିଲେ ମଧ୍ୟ ଯେକୌଣସି ଜଡବାଦୀ ମାନେ ତାକୁ ବିଶ୍ୱାସ କରିପାରିବେ ନାହିଁ। ତାକୁ ସେମାନେ ବ୍ୟାଖ୍ୟା କରିବାକୁ ବାହାରିବେ ଏବଂ ଯେତେବେଳେ ବ୍ୟାଖ୍ୟା କରି ନ ପାରିବେ ସେତେବେଳେ ସେ ତାକୁ କହିବେ ଯେ ଏଗୁଡିକ ଆକ୍ସିଡେଣ୍ଟାଲି ଘଟି ଯାଇଛି। ଆଉ ଲେଖୁଛନ୍ତି ସେମାନେ ଆପଣାର ଜଡବାଦୀ ବ୍ୟାଖ୍ୟାଟିକୁ ହିଁ ବାଢି ଦେବାରେ ଲାଗିଥିବେ ଏବଂ ଅନ୍ୟ ବ୍ୟାଖ୍ୟାଟି ସେମାନଙ୍କୁ ଆଦୌ କୌଣସି ପ୍ରତ୍ୟୟ ଦେଇପାରୁନଥିବ। ଯେ ପର୍ଯ୍ୟନ୍ତ ଆପଣ ଅନୁଭବ ମଧ୍ୟରେ ଏହି ରାଜ୍ୟଟିକୁ ସ୍ପର୍ଶ କରିପାରିନାହ ସେ ପର୍ଯ୍ୟନ୍ତ ତୁମେ ତାକୁ ବୁଝିପାରିବ ନାହିଁ। ତାହେଲେ ଯେତେବେଳେ ସେ ରାଜ୍ୟକୁ ଜଣେ ସ୍ପର୍ଶ କରିବ ତାହେଲେ ଯାଇ ଦେଖିହେବ ଏବଂ ବୁଝିପାରିବ। ତା ମାଗୁଛନ୍ତି ଏବଂ ତାହେଲେ ଯାଇ ଦେଖିହେବ, ଅତ୍ୟନ୍ତ ସ୍ପଷ୍ଟ ଭାବରେ ଦେଖିହେବ। ଏକ ବସ୍ତୁର ଜାଗରଣ ଘଟିଥିଲେ ଯାଇ ବୁଝିବାର ଏକ ସମ୍ଭାବନା ରହିଥିବ। ତାହା ହିଁ ଭିତ୍ତି, ତାହା ହିଁ ଏହାର ଅବଲମ୍ବନ ରୂପେ କାର୍ଯ୍ୟ କରିଥାଏ।